ଏଇଟା କଳିଯୁଗ ନୁହେଁ। ଯେଉଁମାନଙ୍କୁ ମରଣ ଭୟ ଥାଏ ସେମାନଙ୍କୁ କଳିଯୁଗ। ଯେଉଁମାନେ ମୃତ୍ୟୁକୁ ଜୟ କରିଛନ୍ତି ସେମାନଙ୍କ ପାଇଁ ଏଇଟା ସତ୍ୟ ଯୁଗ। ଆଜ୍ଞା। ଆଉ ଦେଖନ୍ତୁ, ଏଇଟା କଳିଯୁଗ ମାନେ କଳିବା ପାଇଁ, କଳିଲେ ତୁମେ ବ୍ରହ୍ମପ୍ରାପ୍ତି ହେଇପାରିବ। କଳି କଳି କେତେ ଜିନିଷ ତିଆରି କଲେ ମଣିଷ। ମୋବାଇଲ ତିଆରି କରିପାରିଲେ, ଆଉ ଆକାଶରେ ଉଡ଼ି ପାରିଲେ, କଳି କଳି ଏ ଟ୍ରେନ୍ ତିଆରି କରିପାରିଲେ। ଆଗଟା କ'ଣ ଛାଞ୍ଚ ଥିଲା କି? କିଛି ନଥିଲା। ଆଜ୍ଞା। କେମିତି ତିଆରି କଲେ ଦେଖନ୍ତୁ, କଳି 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 ସେ ଯୋଉ କଳିଯୁଗ ବୋଲି କୁହାଗଲା। ଏଇଟା ଏଇଟା ଯେଉଁମାନଙ୍କର ଭୟ ଥାଏ, କଳି ଝଗଡ଼ା, ସେମାନଙ୍କ ମରଣ ଭୟ ଥାଏ, ସେମାନଙ୍କ ପାଇଁ ଏଇଟା କଳିଯୁଗ। ନଚେତ୍ ଏଇଟା କଳିବା ଯୁଗ। କଳି କଳି ସବୁ ଜିନିଷ କରିପାରିବ ମଣିଷ। ଆଜ୍ଞା। ଆଉ ସତ୍ୟ ଯୁଗକୁ ଯେପରି ପହଞ୍ଚିବ କର ସେପରି ଉପାୟ, କଳି ଥିବା ଯାଏ ନିଜ ସତ୍ୟ ଧର୍ମ ହୋଇ ନ ପାରୁଥାଏ। ଆଜ୍ଞା। ଏଇଟା ସତ୍ୟ ଯୁଗ। ଏଇ ସବୁବେଳେ ପାଇଁ ଯେଉଁମାନେ କଳି କରୁଛନ୍ତି ସେମାନେ କଳି ଯୁଗ, କିନ୍ତୁ ସବୁବେଳେ ପାଇଁ ସତ୍ୟ ରହିଛି। ଆମେ ଯଦି ସତ୍ୟ ରକ୍ଷା କରିପାରିବା, ଆମକୁ ସତ୍ୟ ରକ୍ଷା କରିବ। ଯେଉଁମାନେ କଳି ପୁରୁଷ ସେମାନଙ୍କୁ କଳିଟା ଗ୍ରାସ କରିବ, ମରଣର ଭୟ ଥିବ ସେମାନଙ୍କୁ, ସେମାନଙ୍କ ପାଇଁ କଳିଯୁଗ। କିନ୍ତୁ ସତ୍ୟ ପୁରୁଷ ପାଇଁ ଏଇଟା ସତ୍ୟ ଯୁଗ। ଆଜ୍ଞା।